ओम नमः शिवाय। नमस्ते टू एवरीवन। आज आपण मानंकु मो तरफरु मकर संक्रांतिर शुभेच्छा और शुभकामना। पूर्व वीडियो रे आमे श्रीमद् भगवत गीतार कर्मयोग संपर्क रे आलोचना करथिले। आज आमे आलोचना करिबा दिव्य ज्ञान योग बा ज्ञान योग संपर्क रे। एथिरे 42 श्लोक अछि। आसंतु से विषय रे आमे आलोचना करिबा। ଏହି ଅଧ୍ୟାୟରେ ଦିବ୍ୟ ଗୀତା ଜ୍ଞାନ ବିଷୟରେ ଭଗବାନଙ୍କର ଜନ୍ମ କର୍ମର ଦିବ୍ୟତା ବିଷୟରେ ଜାଣିବାକୁ ପାଇବା। ଭଗବାନଙ୍କର ଦିବ୍ୟ ଜ୍ଞାନ ଶାସନ ମୁଖ୍ୟମାନଙ୍କୁ ଦିଆଯାଉଥିଲା। ଏହି ଜ୍ଞାନ ପାଇବା ଦ୍ୱାରା ମାନବ ଜୀବନ ସାର୍ଥକ ହେବା ସହ ଦିବ୍ୟତା ଲାଭ ହୋଇପାରିବ, ସଫଳ ଜୀବନ ବିତେଇ ପାରିବେ। ହେ ଅର୍ଜୁନ, ଜ୍ଞାନ ମିଶ୍ରିତ କର୍ମଯୋଗ ମୁଁ ପ୍ରଥମେ ସୂର୍ଯ୍ୟଦେବଙ୍କୁ କହିଥିଲି। ସୂର୍ଯ୍ୟ ହେଉଛନ୍ତି ସୌର ଜଗତର ଗ୍ରହମାନଙ୍କର ରାଜା। ସୂର୍ଯ୍ୟ ତାଙ୍କ ପୁତ୍ର ତଥା ମାନବ ଜାତିର ପିତା ମନୁଙ୍କୁ ଏହି ଦିବ୍ୟ ଜ୍ଞାନ ଦେଇଥିଲେ। ମନୁ ତାଙ୍କ ପୁତ୍ର ପୃଥିବୀର ରାଜା ଇକ୍ଷ୍ୱାକୁଙ୍କୁ ଦେଇଥିଲେ। ଏହିପରି ଭାବରେ ରାଜଶ୍ରୀ ଗଣ ଏହି ଦିବ୍ୟ ଜ୍ଞାନକୁ ଶିକ୍ଷା ଲାଭ କରିଥିଲେ। କୋଟି କୋଟି ବର୍ଷ ବିତିଯିବା ଫଳରେ କାଳକ୍ରମେ ସେହି ପରମ୍ପରା ବିଖଣ୍ଡିତ ହୋଇଗଲା। ପୃଥିବୀ ଲୋକରେ ଜ୍ଞାନ ଯୋଗ ମିଶ୍ରିତ କର୍ମଯୋଗ ନଷ୍ଟ ହୋଇଗଲା। ତୁମେ ମୋର ପ୍ରିୟ ସଖା ହୋଇଥିବାରୁ ଏହି ଗୂଢ଼ତତ୍ତ୍ୱ ତୁମକୁ କହୁଛି, ଟିକିଏ ଧ୍ୟାନର ସହିତ ଶୁଣ। ଶ୍ରୀକୃଷ୍ଣଙ୍କ କଥା ଶୁଣି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହେ କେଶବ, ଆପଣଙ୍କ ଜନ୍ମ ଏହି ଦ୍ୱାପର ଯୁଗରେ। ସୂର୍ଯ୍ୟଦେବ ତ ସୃଷ୍ଟି ଆରମ୍ଭରୁ ଅଛନ୍ତି, ତାହେଲେ ଆପଣ ତାଙ୍କୁ ଏହି ଜ୍ଞାନ ଦେଲେ କେମିତି? ଭଗବାନ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ହେ ଅର୍ଜୁନ, ତୁମର ଓ ମୋର ଅନେକ ଜନ୍ମ ବିତି ଯାଇଛି। ତୁମେ ପୂର୍ବଜନ୍ମର କୌଣସି କଥା ବିଷୟରେ ଜାଣିନାହ, କିନ୍ତୁ ମୁଁ ସବୁ ଜାଣିଛି। ମୁଁ ହେଉଛି ଇଚ୍ଛାମୟ। ମୁଁ ମୋ ଇଚ୍ଛା ଅନୁସାରେ ଆତଜାତ ହୁଏ। ମୋର କୌଣସି ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ମୁଁ ହିଁ ପରଂବ୍ରହ୍ମ ଓ ସକଳ ଘଟରେ ବିଦ୍ୟମାନ। ଯେତେବେଳେ ଧର୍ମର ଗ୍ଲାନି ଘଟେ, ଅଧର୍ମର ଉତ୍ଥାନ ହୁଏ, ସେତେବେଳେ ଧର୍ମସ୍ଥାପନା ପାଇଁ, ସାଧୁଜନଙ୍କୁ ଉଦ୍ଧାର କରିବା ପାଇଁ ପ୍ରକୃତିକୁ ଅଧୀନ କରି ମୁଁ ନିଜର ରୂପ ତିଆରି କରେ। ତାପରେ ସାକାର ରୂପ ଧାରଣ କରି ପ୍ରକଟ ହୋଇଥାଏ। ମୋର ଏହି ଜନ୍ମର ରହସ୍ୟ ଓ ଦିବ୍ୟ ଗୂଢ଼ତତ୍ତ୍ୱକୁ ଜାଣିପାରେ ତାର ପୁନର୍ଜନ୍ମ ହୁଏ ନାହିଁ, ଅର୍ଥାତ୍ ମୋ ଠାରେ ଲୀନ ହୋଇଯାଏ। ଜନ୍ମ ମୃତ୍ୟୁର ଚକ୍ରରୁ ସେ ଉଦ୍ଧାର ପାଇଯାଏ। ପୂର୍ବରୁ ଯେଉଁମାନେ ଆସକ୍ତି, କ୍ରୋଧ, ଭୟକୁ ପରିତ୍ୟାଗ କରି ସ୍ୱଧର୍ମ ପାଳନ ପୂର୍ବକ କର୍ମ ରୂପକ ଯଜ୍ଞ କରି ଏକାଗ୍ର ଚିତ୍ତରେ ମୋର ଶରଣାପନ୍ନ ହୋଇଛନ୍ତି, ସେମାନେ ମୁକ୍ତିଲାଭ କରିଛନ୍ତି। ମୋତେ ଯିଏ ଯେକୌଣସି ଉପାୟରେ ଉପାସନା କରୁନା କାହିଁକି, ଉପାସନା ମୂଳରେ ଏକାନ୍ତ କର୍ମନିଷ୍ଠା ନିହାତି ଆବଶ୍ୟକ। କର୍ମ ଏବଂ ଜ୍ଞାନକୁ ଆଧାର କରି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏହି ଚାରି ବର୍ଣ୍ଣ ହିଁ ମୋ ଦ୍ୱାରା ରଚିତ। ତଥାପି ମୁଁ ନିର୍ବିକାର ଓ ଅଗନ୍ତା କାହିଁକି? ସୃଷ୍ଟି ପ୍ରକ୍ରିୟାରେ, ସୃଷ୍ଟି ବିନାଶରେ କୋଉଥିରେ ବି ମୋର ବିକାର ନାହିଁ। ତେଣୁ ସକଳ ସୃଷ୍ଟିର କର୍ତ୍ତା ହୋଇ ବି ମୁଁ ଅକର୍ତ୍ତା। କୌଣସି କର୍ମଫଳରେ ମୋର ସ୍ପୃହା ନାହିଁ। ଯେକୌଣସି କର୍ମଫଳ ସୁଖଦାୟକ ହେଉ କି ଦୁଃଖଦାୟକ ହେଉ, ମୋର ଭୋଗ କରିବାକୁ ଇଚ୍ଛା ନଥାଏ। ମୋର ଗୂଢ଼ତତ୍ତ୍ୱ ଚରମ ସତ୍ୟକୁ ଯିଏ ଉପଲବ୍ଧି କରିଛି, ସିଏ ମଧ୍ୟ ତାର କର୍ମଫଳରେ ବାନ୍ଧି ହୋଇଯାଏ ନାହିଁ। କରିଥିବା କର୍ମର ଫଳ ମଧ୍ୟ ଭୋଗ କରେ ନାହିଁ। ହେ ଅର୍ଜୁନ, ଏ ସୃଷ୍ଟିର କର୍ମରେ ବନ୍ଧା, କର୍ମ ବିନା ଜୀବନ ସ୍ଥିତି ଅସମ୍ଭବ। ତେବେ ଯିଏ ପ୍ରକୃତ ଜ୍ଞାନୀ, ସ୍ୱାର୍ଥ ନ ରଖି କର୍ମ କରେ, କର୍ମଫଳ ପ୍ରତି ସେ ସର୍ବଦା ଅନାସକ୍ତ ଥାଏ। ଜୟ, ପରାଜୟ, ବିଜୟ, ସୁଖ, ଦୁଃଖକୁ ସେ ସମାନ ଭାବରେ ଦେଖିଥାଏ। ତେଣୁ ସବୁ ପ୍ରକାର ପରିସ୍ଥିତିରେ ସନ୍ତୁଷ୍ଟ ରହିପାରେ। ଶରୀର ଉପରେ ବିଜୟ ଲାଭ କରିଥିବାରୁ ସେ ପାପର ଭାଗୀଦାରୀ ହୁଏ ନାହିଁ। ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ ସେ ମୋକ୍ଷ ଲାଭ କରେ। ତୁମେ ଏହି ଦିବ୍ୟ ଚେତନାର ପଥକୁ ଅନୁସରଣ କରି ମୁକ୍ତି ପାଇଁ କର୍ମ କର। ହେ ଅର୍ଜୁନ, କର୍ମ କ'ଣ, ବିକର୍ମ ବା ନିଷିଦ୍ଧ କର୍ମ, କର୍ମ ସନ୍ନ୍ୟାସ କ'ଣ, ଜ୍ଞାନୀ ଲୋକମାନେ ମଧ୍ୟ ଜାଣିପାରନ୍ତି ନାହିଁ। କାହିଁକି ନା କର୍ମ ହିଁ ସମସ୍ତ ବନ୍ଧନର କାରଣ ଅଟେ। ଏହି କର୍ମର ଗତି, କର୍ମର ଗୂଢ଼ତତ୍ତ୍ୱ ବଡ଼ ବିଚିତ୍ର। କର୍ମ କରିବାର ପନ୍ଥା ବି ବଡ଼ ଜଟିଳ। ଠିକ୍ ଭାବେ ବୁଝିବା ବଡ଼ କଠିନ। ତେଣୁ ପ୍ରଥମେ କର୍ମ କ'ଣ, ଅବିହିତ ନିଷିଦ୍ଧ କର୍ମ କ'ଣ, କର୍ମ ସନ୍ନ୍ୟାସ କ'ଣ, ତାକୁ ଭଲ ଭାବରେ ଜାଣିବା ନିହାତି ଦରକାର। ଯିଏ କର୍ମରେ ଅକର୍ମ ଦେଖିଥାନ୍ତି, ଅକର୍ମରେ କର୍ମ ଦେଖିଥାନ୍ତି, ଅର୍ଥାତ୍ କର୍ମଫଳ କଥା ନ ଭାବି ମୁଁ ଏ କର୍ମ କରିଛି ବୋଲି ମନରେ ଅହଙ୍କାର ନ ରଖନ୍ତି, ସେ ହିଁ ମଣିଷମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଅଟନ୍ତି। କାହିଁକି ନା ଏଭଳି ବ୍ୟକ୍ତି ଇନ୍ଦ୍ରିୟ ବୃତ୍ତି ପାଇଁ କର୍ମ କରେ ନାହିଁ, କର୍ମଫଳରେ ଆଶା ରଖେ ନାହିଁ, ଠିକ୍ ଭାବେ ସମସ୍ତ କର୍ମକୁ ସମ୍ପାଦନ କରେ, ତୃପ୍ତି ଲାଭ କରିଥାଏ। ଯିଏ ବିନା ଇଚ୍ଛାରେ ଆପଣାଛାଏଁ ମିଳୁଥିବା ଜିନିଷ ଉପରେ ସନ୍ତୁଷ୍ଟ ରହେ, ସେ ସବୁବେଳେ ଈର୍ଷା, ଦୁଃଖରୁ ଦୂରେଇ ରହିଥାଏ। ସବୁଦିନ ପାଇଁ ସେ ମୁକ୍ତ ହୋଇଯାଏ।
ଏହି ସିଦ୍ଧି ଅସିଦ୍ଧି ଜୟ ପରାଜୟ ପରିସ୍ଥିତିରେ ଅବିଚଳିତ ରହିଥାଏ। ହେ ଅର୍ଜୁନ, ଅଭେଦ ରୂପକ ଯଜ୍ଞ, ତପସ୍ୟା ଯଜ୍ଞ, ଦ୍ରବ୍ୟମୟ ଯଜ୍ଞ, ବେଦପାଠ, ସ୍ୱାଧ୍ୟାୟ, ଜ୍ଞାନ ଯଜ୍ଞ, ଯୋଗ ଯଜ୍ଞ ଆଦି ସବୁ ଯଜ୍ଞ କର୍ମ ରହିଛି। ସେଗୁଡ଼ିକର ସାଧାରଣ ଲକ୍ଷ୍ୟ ହେଲା ଇନ୍ଦ୍ରିୟ ସଂଯମ। ଆଉ ଏହି ଯଜ୍ଞ ବେଦବାଣୀ ଦ୍ୱାରା ବିସ୍ତୃତ ଭାବରେ କୁହାଯାଇଛି। ଯାହା ସବୁ ମନ, ଇନ୍ଦ୍ରିୟ, ଶରୀର ଦ୍ୱାରା ସମ୍ପନ୍ନ ହୁଏ ବୋଲି ଜାଣ। ଏହି ଯଜ୍ଞ କର୍ମ ମାଧ୍ୟମରେ ସାଧକକୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥାଏ। କିଏ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କରିଥାଏ, କିଏ ଇନ୍ଦ୍ରିୟ ଦମନ ପାଇଁ ଆତ୍ମ ଉପଲବ୍ଧି ପାଇଁ ସଂଯମ ଆଚରଣ କରି ଇନ୍ଦ୍ରିୟ ଭୋଗ ତ୍ୟାଗ କରେ, କିଏ ସ୍ୱଧର୍ମ ପାଇଁ, କିଏ ଜୀବନ ଧାରଣ ତ୍ୟାଗ କରିଥାଏ। ସମସ୍ତ ବସ୍ତୁରୁ ମାଲିକାନା ତ୍ୟାଗ ହେଉ କି କର୍ମଫଳ ତ୍ୟାଗ ହେଉ, ଏହି ତ୍ୟାଗ ମଧ୍ୟ ଏକ ପ୍ରକାର କର୍ମ ଅଟେ। ଯେଉଁଥିପାଇଁ କରାଯାଉଥିବା କର୍ମ ତ୍ୟାଗୀ ସବୁବେଳେ ଆନନ୍ଦ ଲାଭ କରିଥାଏ। ଆଉ ଏଥିରୁ ମୁକ୍ତି ଲାଭର ପଥ ଖୋଜିଥାଏ। ହେ ଅର୍ଜୁନ, ନିଃସ୍ୱାର୍ଥ କର୍ମ ହେଉଛି ସବୁ ତ୍ୟାଗଠାରୁ ଉର୍ଦ୍ଧ୍ୱରେ। ଜ୍ଞାନ ଲାଭ ହିଁ ସମସ୍ତ କର୍ମର ମୂଳ ଲକ୍ଷ୍ୟ। ସେ ତତ୍ତ୍ୱଦର୍ଶୀମାନଙ୍କ ପାଖକୁ ଯାଇ ସେହି ତତ୍ତ୍ୱଦର୍ଶୀମାନଙ୍କ ପାଖରୁ ବୁଝିନିଅ, ତୁମେ କେବେ ମୋର ମୋହଗ୍ରସ୍ତ ହେବ ନାହିଁ। ସେଥିପାଇଁ ଏହି ସଂସାରରେ ଦିବ୍ୟଜ୍ଞାନଠୁ ବଳି ଭଲ ଜିନିଷ କିଛି ବି ନାହିଁ। ସମସ୍ତ ଯୁଗର ପରିପକ୍ୱ ଫଳ ହେଉଛି ଦିବ୍ୟଜ୍ଞାନ। ଯିଏ ଦିବ୍ୟଜ୍ଞାନ ଲାଭ କରିଛି ତାର ଅନ୍ୟ କିଛି ଅନୁସରଣ କରେ ନାହିଁ। ସେ ନିଜେ ନିଜର ଆତ୍ମାରେ ବିଚରଣ କରେ, ପରମାତ୍ମାଠାରେ ସମର୍ପଣ ହୁଏ। ଇନ୍ଦ୍ରିୟ ସଂଯମୀ ବ୍ୟକ୍ତି ବହୁତ ଶୀଘ୍ର ଆତ୍ମାଜ୍ଞାନ ଲାଭ କରିଥାଏ। ତେଣୁ ଏହା ହିଁ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି। ହରି ଓମ୍ ତତ୍ସତ୍।